ଶ୍ରୀମଦ୍ ଭାଗବତ କେବଳ ଭାରତ କାହିଁକି ଶ୍ରୀମଦ୍ ଭଗବତ ଗୀତା ପରି ଦେଶ ଜାତି ଓ ସମ୍ପ୍ରଦାୟ ଊର୍ଦ୍ଧ୍ୱରେ ଏକ ସାର୍ବଜନୀନ ତଥା ସାର୍ବକାଳିକ ଗ୍ରନ୍ଥ। ଶ୍ରୀଗୀତା ପରି ଏଥିରେ ଜ୍ଞାନ, କର୍ମ, ଯୋଗ ଓ ଭକ୍ତିର ଅପୂର୍ବ ସମନ୍ୱୟ ସାଧନ କରାଯାଇ ଜ୍ଞାନ ଓ ଭକ୍ତିମୂଳକ ନିଷ୍କାମ କର୍ମଯୋଗର ମହତ୍ୱ ଘୋଷଣା କରାଯାଇଛି। ସତ୍ୟ ଯୁଗରେ ତପସ୍ୟା, ତ୍ରେତୟା ଯୁଗରେ ଯଜ୍ଞ, ଦ୍ୱାପର ଯୁଗରେ ଦାନ ଓ ନିଷ୍କାମ କର୍ମ ଏବଂ କଳି ଯୁଗରେ ଭଗବତ ନାମ ସଂକୀର୍ତ୍ତନ ଲୋକଙ୍କର ମୁକ୍ତିର ସହଜ ମାର୍ଗ ଭାବରେ ଗ୍ରହଣ କରାଯାଇଛି। ଶ୍ରୀମଦ୍ ଭାଗବତ ହେଉଛି ମହର୍ଷି ବ୍ୟାସଦେବ ସଂକଳିତ ବ୍ରହ୍ମସୂତ୍ରର ଏକ ବିସ୍ତୃତ ଭାଷ୍ୟ। ଏଥିରେ ମୁଖ୍ୟତଃ ଯଦୁବଂଶୀ ଭଗବାନ ଶ୍ରୀକୃଷ୍ଣଙ୍କର ବୈଚିତ୍ର୍ୟମୟ ଲୀଳା ବର୍ଣ୍ଣନା କରାଯାଇଛି। କଥିତ ହୁଏ ବ୍ୟାସଦେବ ବେଦ, ବ୍ରହ୍ମସୂତ୍ର, ସର୍ବ ଉପନିଷଦ, ଗାୟତ୍ରୀ ଭାଷ୍ୟ, ପୁରାଣ ତଥା ଉପପୁରାଣମାନଙ୍କର ସାର ଉଦ୍ଧାର କରି ଆତ୍ମତୃପ୍ତି ତଥା ଜନସାଧାରଣଙ୍କର କଲ୍ୟାଣ ଲାଗି ଯେଉଁ ଗ୍ରନ୍ଥ ପ୍ରଣୟନ କରିଥିଲେ ତାର ନାମ ହେଉଛି ଶ୍ରୀମଦ୍ ଭାଗବତ। ସମସ୍ତ ଶାସ୍ତ୍ର ରଚନା କରିବା ପରେ ମଧ୍ୟ ବ୍ୟାସଦେବ ମନରେ ଶାନ୍ତି ପାଇଲେ ନାହିଁ। ସରସ୍ୱତୀ ନଦୀ ତଟବର୍ତ୍ତୀ ବଦରିକା ଆଶ୍ରମରେ ବ୍ୟାକୁଳ ହୋଇ ସେ ଇଷ୍ଟଚିନ୍ତାରେ ମଗ୍ନ ହେଲେ। ଏହି ସମୟରେ ପ୍ରଜାପତି ବ୍ରହ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ନାରଦ ସେଠାରେ ଉପସ୍ଥିତ ହେଲେ। ସେ ବ୍ୟାସଦେବଙ୍କ ମନୋଭାବ ଜାଣି କହିଲେ, ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ମହିମା ବର୍ଣ୍ଣନା କରି ଶ୍ରୀମଦ୍ ଭାଗବତ ରଚନା ଆରମ୍ଭ କରନ୍ତୁ। ଏହା କେବଳ ମୋର ଉପଦେଶ ନୁହେଁ, ସ୍ୱୟଂ ପିତାମହ ବ୍ରହ୍ମା ମଧ୍ୟ ଏହା ଇଚ୍ଛା କରନ୍ତି। ତାହା ଫଳରେ ଆପଣ କେବଳ ଯେ ଶାନ୍ତି ପାଇବେ ତାହା ନୁହେଁ, ଏ କଳିଯୁଗରେ ଯେଉଁମାନଙ୍କର ବେଦରେ ପ୍ରବେଶ ନାହିଁ ସେମାନଙ୍କର ମଧ୍ୟ ପରମ କଲ୍ୟାଣ ସାଧିତ ହେବ। ନାରଦଙ୍କ ଉପଦେଶ ଅନୁସାରେ ପରମହଂସ ମୁନି ବ୍ୟାସଦେବ ଶ୍ରୀମଦ୍ ଭାଗବତ ରଚନା କରି ପୁତ୍ର ଶୁକଦେବଙ୍କୁ ଅଧ୍ୟୟନ କରାଇଥିଲେ। ଶୁକଦେବ ଥିଲେ ବ୍ରହ୍ମଜ୍ଞାନୀ ଓ ମୋକ୍ଷ ଧର୍ମର ପ୍ରବକ୍ତା। ସେ ଭାଗବତ ବିଦ୍ୟାକୁ ହୃଦୟଙ୍ଗମ କରି ସର୍ବତ୍ର ମୁନିମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ। ବିଶେଷତଃ ସେ ଗଙ୍ଗାକୂଳରେ ପରୀକ୍ଷିତ ରାଜାଙ୍କୁ ଏହା ଶୁଣାଉଥିବା ବେଳେ ସୁତମୁନି ତାହା ହୃଦୟଙ୍ଗମ କରି ନୈମିଷାରଣ୍ୟବାସୀ ସୌନକ ଆଦି ମୁନିମାନଙ୍କୁ ଶୁଣାଇଥିଲେ। ଋଷିପୁତ୍ରଙ୍କ ଦ୍ୱାରା ଅଭିଶପ୍ତ ମହାରାଜ ପରୀକ୍ଷିତ ଏବଂ ବ୍ୟାସପୁତ୍ର ବ୍ରହ୍ମଜ୍ଞାନୀ ଶୁକଦେବଙ୍କ ସମ୍ବାଦ ଛଳରେ ଏହା ବର୍ଣ୍ଣିତ। ପରୀକ୍ଷିତଙ୍କର ମୁଖ୍ୟ ପ୍ରଶ୍ନ ହେଲା, ମନୁଷ୍ୟ ମୃତ୍ୟୁର ସମ୍ମୁଖୀନ ହେଲେ କ'ଣ କରିବା ଉଚିତ? ଉତ୍ତରରେ ଶୁକମୁନି ବ୍ରହ୍ମ, ଜୀବ, ଜଗତ ସମ୍ପର୍କରେ ଯେଉଁ ତତ୍ତ୍ୱ ଓ ଦର୍ଶନର ବ୍ୟାଖ୍ୟା କରିବାକୁ ଯାଇ ଆଖ୍ୟାନ ଉପାଖ୍ୟାନକୁ ମାଧ୍ୟମ ଭାବରେ ଗ୍ରହଣ କରି ବର୍ଣ୍ଣନା କରିଛନ୍ତି, ତାହା ହିଁ ହେଉଛି ଭାଗବତ। ବୈଦିକ ପରମ ସତ୍ୟ, ଜ୍ଞାନର ନିଗୂଢ଼ ତତ୍ତ୍ୱ ସର୍ବଜନବୋଧ୍ୟ ଭାଷା ଶୈଳୀରେ ପ୍ରକାଶ କରି ଲୋକଙ୍କୁ ଧର୍ମ ଓ ଆଧ୍ୟାତ୍ମିକ ଲକ୍ଷ୍ୟ ଆଡ଼କୁ ଉନ୍ମୁଖ କରାଇବା ପୁରାଣଗୁଡ଼ିକର ଲକ୍ଷ୍ୟ। ଲୋକଶିକ୍ଷା, ଧର୍ମ ଓ ନୈତିକ ଜୀବନଚର୍ଯ୍ୟା ପାଇଁ ପୁରାଣଗୁଡ଼ିକ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନ ଗଠନ ପାଇଁ ଅପରିହାର୍ଯ୍ୟ ହୋଇଥିବାରୁ ଭାରତର ବିଭିନ୍ନ ପ୍ରାନ୍ତରେ ସହୃଦୟ ସାଧକ କବି ଓ ମହାପୁରୁଷମାନେ ଏଗୁଡ଼ିକର ସରଳ ପଦ୍ୟାନୁବାଦ କରି ଜନସମାଜର ଅଶେଷ କଲ୍ୟାଣ ସାଧନ କରିଛନ୍ତି। ମାନବ ଜୀବନର ଲକ୍ଷ୍ୟ ସାଧନ ଦିଗରେ ଏଥିରେ ଉଜ୍ଜ୍ୱଳ ସଂକେତ ରହିଛି। ସଂସ୍କୃତ ଶ୍ରୀମଦ୍ ଭାଗବତରେ ବେଦ, ଉପନିଷଦ, ବ୍ରହ୍ମସୂତ୍ର, ମନ୍ତ୍ର, ତନ୍ତ୍ର, ସଂହିତା ଓ ଅନ୍ୟ 17ଟି ପୁରାଣର ସାରମର୍ମ ରହିଥିବାରୁ ମହାପୁରୁଷ ଜଗନ୍ନାଥ ଦାସ ନବାକ୍ଷରୀ ବୃତ୍ତରେ ଏହାର ମର୍ମାନୁବାଦ କରି ବିଗତ 500 ବର୍ଷ ଧରି ଓଡ଼ିଶାର ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ଜାତୀୟ ଏବଂ ନୈତିକ ତଥା ଆଧ୍ୟାତ୍ମିକ ଜୀବନକୁ ପରିପୁଷ୍ଟ କରିଛନ୍ତି। ଓଡ଼ିଶାର ପୁରପଲ୍ଲୀରେ ପ୍ରତ୍ୟକ୍ଷ ଦେବତା ଭାବରେ ଭାଗବତ ଗାଦି ଓ ଭାଗବତ ଘର ପ୍ରତିଷ୍ଠା ଏବଂ ଭାଗବତ ସପ୍ତାହ ପାଳନ ତାର ଜ୍ୱଳନ୍ତ ପ୍ରମାଣ। ଆଜି ନାନା କାରଣରୁ ସମାଜ ତଥା ରାଷ୍ଟ୍ରରେ ଯେତେବେଳେ ଆଧ୍ୟାତ୍ମିକତା ଓ ନୈତିକତାର ଅବକ୍ଷୟ ଘଟି ଲୋକେ ବସ୍ତୁ ସର୍ବସ୍ୱ ହୋଇପଡ଼ୁଛନ୍ତି ଏବଂ ଭାଗବତ ଚର୍ଚ୍ଚାର ପରମ୍ପରା ମଉଳି ଆସୁଛି, ସେତିକିବେଳେ ଭାଗବତକୁ ଜନଚେତନାରେ ପୁନଃ ଜାଗ୍ରତ କରିବାର ପ୍ରୟାସ କରୁଛି ଆକାଶବାଣୀ। ନିଗମ ତରୋର୍ଗଳିତମ୍ ଫଳମ୍ ସୁକମୁଖାତ୍ ଅମୃତ ଦ୍ରବ ସଂଯୁତମ୍ ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବି ଭାବୁକାଃ। नारायणं नमस्कृत्य नरं चैव नरोत्तमं
देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। নৃসিংহ চরণ অনাদি পরম কারণ জাগিনু আদি মধ্যন্ত বিচারে ন ঘটে জগত যার স্বরূপ হৃদে চিন্তি বেদ পুরুষে ন জানন্তি সত্য পরমানন্দ হরি যাহার ভাবে ভবুতরি হেমন্তে সত্য রূপ যার তাপাদে মোর নমস্কার তার চরণে নিত্য ধ্যান করিতরন্তি সর্বজন সে কৃষ্ণ পাদ হৃদে ধরি প্রবন্ধে গীত নাদ করি অশেষ জগতর হিতে বর্ণই দাস জগন্নাথে। ধর্ম যার নাহি স্বভাবে সন্থ সে বোলাই সে সাধু জনঙ্কর ধর্ম মায়াবচিত শুদ্ধ কর্ম তাঙ্ক বিচারে ধর্ম যেতে শুণ কহিবা দৃঢ় চিতে লক্ষ লক্ষ যেতে প্রাণী বোধ বিচারে পরিমাণী সে ধর্ম জহি অনুমানী এণে সংসারে যেতে জ্ঞানী বস্তু জহি অছি পুরী যাহা চিন্তন্তি ব্রহ্মচারী শ্রবণ মাত্রে মোক্ষ পাই তাপত্রিতয় ক্ষয় যাই হৃদয়ে বসিত ক্ষণ অনাদি প্রভু নারায়ণ এণু অধিক অন্য গ্রন্থি কি প্রয়োজন এ জগতে এ ভাগবতর মহিমা কে চিন্তি পারে গুণ সীমা সকল শাস্ত্র ফল ଏହି ଶ୍ରୀ ଭାଗବତ ନାମ ଯେହି। সকল বেদ হই বৃক্ষে ফল ফলিলে অন্তরিক্ষে কেতে হে দিনে পাচি তଳେ বৃক্ষ পড়িলে বায়ু বଳେ সুখ ধাଇଲେ କାହା ଦେଖି ପକ୍ଷୀଙ୍କ ସଙ୍ଗ ତ ଉପେକ୍ଷୀ ତୁ ସେ ଅଧର କ୍ଷତ କଲା ଭିତରେ ସୁରଙ୍ଗ ଦିଶିଲା କହୁଁ ଗଳିଲା ରସ ସାର କିଅ ବା ଦେବା ପଟାନ୍ତର অমৃত নিন্দে স্বাদু পণে সুজনে পিব অনুক্ষণে আনন্দে কর সুধা পান জেনে পাইব দিব্য জ্ঞান এ চারি বেদঙ্কর মূল নিগম বৃক্ষর এ ফল পিব জীবন অন্ত যায় যেবে বঞ্চিব মায়া মোহে হরিচরিত শুদ্ধ মনি সর্বদেবঙ্ক রম্য স্থান নাম যে নৈমিষারণ্য কলির আগমন দেখি মুনি
লক্ষী সৌনক আদি মুনি গণে মিলিলে নৈমি সহরণে কଳି কলুষ ভয় করি মুনিয়ে কান্তে বিচারি সংকল্প করি কতুলে সহস্র যজ্ঞ আরম্ভিলে জানন্তি শুভ প্রদ বাঞ্ছা স্বর্গাদি লোকে কলে ইচ্ছা সকলে মিলি প্রাত কলে কর্ম সম্পাদিলে অনলে সুত মুনিকে পূজা করি বসিলে সকলে আবরি সকল মুনি সুধ মনে পুছিলে অমৃত বচনে মুনি তপোনিষ্ঠ